फास्ट करी ମୁଁ ୱିଡ୍ର କରିକି ଆପଣଙ୍କୁ ଦେଖେଇ ଦେଉଛି ବର୍ତ୍ତମାନ ୱାଲେଟ୍ରେ ମୋର 407 ଟଙ୍କା ଅଛି ତ ତାପରେ ମୁଁ କ୍ଲିକ୍ କରୁଛି ଓକେ ତ କ୍ଲିକ୍ କରିସାରିଲା ପରେ ଏଇଠି ଟ୍ରାନ୍ସଫର୍ ଟୁ ବ୍ୟାଙ୍କ ଉପରେ କ୍ଲିକ୍ କରୁଛି ଟ୍ରାନ୍ସଫର୍ ଟୁ ବ୍ୟାଙ୍କ ଉପରେ କ୍ଲିକ୍ କରିସାରିଲା ପରେ ସ୍କିପ୍ ଆଣ୍ଡ ପ୍ରୋସିଡ୍ ଟୁ ଟ୍ରାନ୍ସଫର୍ ବ୍ୟାଙ୍କ ଉପରେ କ୍ଲିକ୍ କରୁଛି ମୁଁ ଲାଇଭ୍ ୱିଡ୍ର କରୁଛି ଆପଣ ଦେଖିପାରୁଥିବେ ଏ ଆକାଉଣ୍ଟରୁ ମୁଁ ଆଡ଼୍ କରିଛି ଟୋଟାଲ ଆପଣଙ୍କ ମନି ଟ୍ରାନ୍ସଫର୍ ହେବ 100 ଟଙ୍କା ମୋ ଆକାଉଣ୍ଟ ମୁଁ ଆନୁଆଲ୍ ଫିସ୍ ଦେଇନି ଓକେ ମୋ ଆକାଉଣ୍ଟ ଆଗରୁ ଅଛି ମୁଁ ଏଇଟା ତୁମକୁ ପରେ କଥା କହିବି 100 ଟଙ୍କା ମୋ ଆକାଉଣ୍ଟରେ ଟ୍ରାନ୍ସଫର୍ ହେବ ଲାଇଭ୍ ପ୍ରୁଫ୍ କରି ଆପଣଙ୍କୁ ଦେଖାଉଛି ଟ୍ରାନ୍ସଫର୍ ଟୁ ବ୍ୟାଙ୍କ ଆକାଉଣ୍ଟ ଉପରେ କ୍ଲିକ୍ କଲି ଆପଣ ଦେଖିବେ ଇନଷ୍ଟାଣ୍ଟଲି ଦେଖ ଟ୍ରାନ୍ସଫର୍ ଟୁ ବ୍ୟାଙ୍କ ଆକାଉଣ୍ଟ 100 ଟଙ୍କା 55 ପଇସା ଅଲରେଡ଼ି ଆସିଯାଇଛି ଓକେ ତ ଆପଣ ଯେତେବେଳେ ନ୍ୟୁଲି ଇନକମ୍ କରିବେ ଆପଣଙ୍କୁ କିଛି ବି ଟ୍ୟାକ୍ସ ଲାଗିବନି ଠିକ୍ ଅଛି ଆପଣ ଦେଖିପାରୁଥିବେ ଗ୍ରୋମୋ ତରଫରୁ ମଧ୍ୟ ମେସେଜ୍ ହେଇଛି କଂଗ୍ରାଚୁଲେସନ୍ ହେଲା 100 ଟଙ୍କା ମାନେ 100.55 ସକ୍ସେସଫୁଲ୍ ଟ୍ରାନ୍ସଫର୍ ଟୁ ୟୁର ବ୍ୟାଙ୍କ ଆକାଉଣ୍ଟ ଆପଣ ନିଜେ ଦେଖିପାରିବେ ଇନଷ୍ଟାଣ୍ଟଲି ଓକେ ହ୍ୟାଲୋ ଫ୍ରେଣ୍ଡସ୍ ମୁଁ ବିଭୁ ଆପଣଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଅନଲାଇନ୍ ମାର୍କ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ଆଜିକା ଭିଡ଼ିଓରେ ଏମିତି ଗୋଟେ ଅନଲାଇନ୍ ଇନକମ୍ ବିଷୟରେ କହିବି ତ ଆପଣମାନେ ଘରେ ବସି ମାସକୁ ଯେତେ ପାଇ ସେତେ ଇନକମ୍ କରିପାରିବେ ତ ଆପଣଙ୍କର ଯେତିକି ଆପଣ ଯେତିକି ଟାଇମ୍ ଦେଉଛନ୍ତି ଫ୍ରି ଟାଇମ୍ରେ ଆରାମସେ ଇନକମ୍ କରିବେ ବିନା ସ୍କ୍ରିପ୍ଟ ଦେଖ ଭିଡ଼ିଓ ଫାଷ୍ଟ ଟୁ ଲାଷ୍ଟ ଦେଖ ଯଦି କିଛି ବି ଡାଉଟ୍ ହେଉଛି ଡିସ୍କ୍ରିପ୍ସନ୍ରେ ଭିଜିଟ୍ କରିବେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ସେଇଠି ମୋତେ ମେସେଜ୍ ମଧ୍ୟ କରିପାରିବେ ଯଦି କିଛି ବି ଡାଉଟ୍ ହେଉଛି ଆରାମସେ ଭିଡ଼ିଓ ଫାଷ୍ଟ ଟୁ ଲାଷ୍ଟ ଦେଖ ଓକେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ କହୁଛି ପୁରା ସର୍ଟଲି କହିଦେବି ବିନା ଟାଇମ୍ ୱେଷ୍ଟରେ ଯଦି ଆପଣମାନେ ଜାଣିପାରୁଛନ୍ତି ତ ଭଲ କଥା ଯଦି ଜାଣିପାରୁନାହାନ୍ତି ତାହେଲେ ନିହାତି ଭାବରେ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ସେଇଠି ମୋତେ ମେସେଜ୍ କରିପାରିବେ ସିମ୍ପଲ୍ କଥା ଆମ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମୋତେ ଭିଡ଼ିଓ ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ ମୁଁ ଏଇ ଆପ୍ ଲିଙ୍କ୍ ଭିଡ଼ିଓ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ଦେଇଦେଇଛି ଠିକ୍ ଅଛି ଆପଣମାନେ କ'ଣ କରିବେ ଫାଷ୍ଟ କଥା ଆପଣ ଲିଙ୍କ୍ ଉପରେ କ୍ଲିକ୍ କରିବେ ଲିଙ୍କ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ପ୍ଲେ ଷ୍ଟୋର୍ ରିଡାଇରେକ୍ଟ ହେଇଯିବ ଆପ୍ଲିକେସନ୍ ନାଁ ହେଉଛି ଗ୍ରୋମୋ ଓକେ ଓକେ ଯେତେବେଳେ ଆପଣ ଲିଙ୍କ୍ ଉପରେ କ୍ଲିକ୍ କଲେ ଆପଣ ଦେଖିଥିବେ ଏହା ହେଉଛି ଗ୍ରୋମୋ ଆପ୍ ଆପଣ କ'ଣ କରିବେ ମୁଁ ଅଲରେଡ଼ି ଡାଉନଲୋଡ଼ କରିଦେଇଛି ଆପଣମାନେ ଡାଉନଲୋଡ଼ କ୍ଲିକ୍ କରିବେ ଡାଉନଲୋଡ଼ କରିବେ ଓପନ୍ କରିବେ ଓପନ୍ କରିସାରିଲା ପରେ ଆପଣ ଯାହା ବି ଡିଟେଲ୍ସ ମାଗୁଛି ମୁଁ ଅଲରେଡ଼ି ଡିଟେଲ୍ସ ଭରିଦେଇଛି ତ ଆପଣଙ୍କୁ ସର୍ଟଲି କହିଦେଉଛି ଆପଣଙ୍କ ନେମ୍ ହେଇଗଲା ଆପଣଙ୍କ ଯାହା ବି ଡିଟେଲ୍ ଅଛି ଆପଣଙ୍କ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଓକେ କିଛି ବି ଅସୁବିଧା ହେଉନି ଡିଟେଲ୍ସ ଦେଲେ ମୁଁ ଆପଣଙ୍କୁ ଫାଷ୍ଟ କରି କହୁଛି କେମିତି କ'ଣ ଇନକମ୍ କରିବେ ଡିଟେଲ୍ ଭରିଦେବେ ଓକେ ସେଲ୍ଫି ଯାହା ବି ଆପଣ ଡିଟେଲ୍ସ ମାଗୁଛି ତା ସବୁ ଆପଣ ବ୍ୟାଙ୍କ ଆକାଉଣ୍ଟ ହେଇଗଲା ଆପଣ ପର୍ସନାଲ୍ ଡିଟେଲ୍ ଯାହା ବି ଭରିବାର ଅଛି ପୁରା ଡିଟେଲ୍ ଭରିଦେବେ ଆପ୍ଲିକେସନ୍ ଓପନ୍ କରିବେ ଠିକ୍ ଅଛି ଆପଣ ଯେତେବେଳେ ବି ଡିଟେଲ୍ସ ଦେଇଦେଲେ ତ ଏଇ ପ୍ରୋଫାଇଲ୍ ଉପରେ କ୍ଲିକ୍ କରି ଆପଣ ଟୋଟାଲ୍ ଡିଟେଲ୍ସ ଦେଇଛନ୍ତି ଆପଣଙ୍କର କେୱାଇସି କମ୍ପ୍ଲିଟ୍ ହେଇଛି କି ନାହିଁ ଟୋଟାଲ୍ କମ୍ପ୍ଲିଟ୍ ହେଇସାରିଲା ପରେ ମେନ୍ ଟପିକ୍ ଉପରେ ଆସିବେ ଆପଣମାନେ କେମିତି ଇନକମ୍ କରିବେ ଆପଣ ଏଠି ମାସେ ଯେତେବେଳେ ଅନଲିମିଟେଡ଼ ଇନକମ୍ କରିପାରିବେ ଫାଷ୍ଟ କଥା ଯାହାର ବି ଯେଉଁ ବି ସେଭିଂ ଆକାଉଣ୍ଟ ଯେଉଁମାନେ ଚାହୁଁଛନ୍ତି ଅନଲାଇନ୍ରେ କିଛି ଇନକମ୍ କରିବା ପାଇଁ ସେଭିଂ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ଆପଣ ତାଙ୍କର ସେଭିଂ ଆକାଉଣ୍ଟ ଖୋଲି ଇନକମ୍ କରିପାରିବେ ଯେଉଁମାନେ ଚାହୁଁଛନ୍ତି ଲୋନ୍ କରିବା ପାଇଁ ଆପଣ ଲୋନ୍ କରିକି ମଧ୍ୟ କମିଶନ ଇନକମ୍ କରିପାରିବେ ଯେଉଁମାନେ ଚାହୁଁଛନ୍ତି କ୍ରେଡ଼ିଟ୍ କାର୍ଡ଼ କରିବା ପାଇଁ କ୍ରେଡ଼ିଟ୍ କାର୍ଡ଼ କରି ପଇସା ଇନକମ୍ କରିପାରିବେ ଯେଉଁମାନେ ଚାହୁଁଛନ୍ତି ଡିମାଟ୍ ଆକାଉଣ୍ଟ ଓପନିଂ କରିବା ପାଇଁ ଯଦି ବି ଚାହୁଁନଥିଲେ ଆପଣ ଫ୍ରେଣ୍ଡ ହଉ ବା ସାଙ୍ଗମାନଙ୍କ ସହିତ ଓପନ୍ କରି ମଧ୍ୟ ପଇସା ଇନକମ୍ କରିପାରିବେ ଏଥିରେ କିଛି ବି ଆପଣଙ୍କୁ ଅସୁବିଧା ହେବ ନାହିଁ ଆପଣ ଟର୍ମସ୍ ଆଣ୍ଡ କଣ୍ଡିସନ୍ ପଢ଼ିକି ଆରାମସେ ଆପ୍ଲାଏ କରିପାରିବେ ଯଦି ବି କିଛି ଅସୁବିଧା ହେଉଛି ସେଭିଂ ଆକାଉଣ୍ଟରେ ସେମିତି କିଛି ଅସୁବିଧା ନାହିଁ ଆପଣ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ଓପନ୍ କରିକି ମଧ୍ୟ କାହାର କେଉଁ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ହେଇଗଲା କୋଟାଟ୍ ପେମେଣ୍ଟ ବ୍ୟାଙ୍କ ହେଇଗଲା ସେ ଜିରୋ ସେଭିଂ ଆକାଉଣ୍ଟ ଖୋଲିକି ଆପଣମାନେ ପଇସା ଇନକମ୍ କରିପାରିବେ ନହେଲେ ଯିଏ ବି ଯେଉଁମାନେ ଯେଉଁ ଫ୍ରେଣ୍ଡ ହଉ ବା ତୁମ ରିଲେଟିଭ୍ ହଉ ଯେଉଁମାନେ ବି ଲୋନ୍ ଚାହୁଁଛନ୍ତି ତାଙ୍କ ଲୋନ୍ କରି ମଧ୍ୟ ପଇସା ଇନକମ୍ କରିପାରିବେ କ୍ରେଡ଼ିଟ୍ ଲାଇନ୍ ହେଇଗଲା ଇନଭେଷ୍ଟମେଣ୍ଟ ଅପ୍ ଟୁ ଏଇଟା ବହୁତ ସାରା ଅଛି ଅପଡ଼େଟ୍ ଫାଷ୍ଟ କଥା କେମିତି କ'ଣ ଇନକମ୍ କରି ମୁଁ ଆପଣଙ୍କୁ କହିଦେଉଛି ଆପଣ ଫାଷ୍ଟ କଥା ହେଲା କି କ୍ରେଡ଼ିଟ୍ କାର୍ଡ଼ ଯେଉଁମାନେ ଚାହୁଁଛନ୍ତି କ୍ରେଡ଼ିଟ୍ କାର୍ଡ଼ କରିବା ପାଇଁ ଏସ୍ ବି ଆଇ ହେଇଗଲା ବହୁତ ସାରା ଆପଣ ଜାଣିଥିବେ ଦେଖ ଆକ୍ସିସ୍ IDFC ଓକେ ତ ବହୁତ ସାରା ଏଇଠି କ୍ରେଡ଼ିଟ୍ କାର୍ଡ଼ ଅଛି ଯେଉଁ ଗୋଟେ ତୁମ ସାଙ୍ଗ ସପୋଜ୍ ଚାହୁଁଛି ମୁଁ HDFC କ୍ରେଡ଼ିଟ୍ କାର୍ଡ଼ କରିବା ପାଇଁ ଆପଣ କ'ଣ କରିବେ ନହେଲେ SBI କ୍ରେଡ଼ିଟ୍ କାର୍ଡ଼ କରିବା ପାଇଁ ଆପଣ କ'ଣ କରିବେ ନା ଏଇଠି ସେଲ୍ ଉପରେ କ୍ଲିକ୍ କରିବେ ଦେଖ ଟୋଟାଲ୍ ଆପଣଙ୍କ ଇନକମ୍ ହେଇଯିବ ଯଦି ତୁମେ SBI ଅପଡ଼େଟ୍ କରିଦେଉଛି ଆପଣ ଟୋଟାଲ୍ ଇନକମ୍ ହେଇଯିବ 2400 ଏତେ କେତେ ଭଳିଆ ଇନକମ୍ ଅଛି ଆପଣ ଦେଖିପାରିବେ କେଉଁ କ୍ରେଡ଼ିଟ୍ କାର୍ଡ଼ 1000 ଟଙ୍କା କେଉଁ କ୍ରେଡ଼ିଟ୍ କାର୍ଡ଼ 960 ଟଙ୍କା ଆପଣ ଟର୍ମସ୍ ଆଣ୍ଡ କଣ୍ଡିସନ୍ ପଢ଼ିକି ଆରାମସେ ଆପଣ ଯାହାର ଖୋଲିବାକୁ ଚାହୁଁଛନ୍ତି ଆପଣ କେମିତି କ'ଣ କରିବେ ଆପଣ ଏଠି ସେଲ୍ ଉପରେ କ୍ଲିକ୍ କରିବେ ସେଲ୍ ନାଁ ଉପରେ କ୍ଲିକ୍ କରିବେ ସେଲ୍ ନାଁ ଉପରେ କ୍ଲିକ୍ କରିସାରିଲା ପରେ ଆପଣ ସାଙ୍ଗ ହଉ ଯାହାର ବି ଖୋଲିବାକୁ ଚାହୁଁଛନ୍ତି ତାଙ୍କ ହ୍ୱାଟ୍ସଆପ୍କୁ ଛାଡ଼ିଦେବେ ତା ଉପରେ ଲିଙ୍କ୍ ଉପରେ କ୍ଲିକ୍ କରିକି ତାଙ୍କ ଡିଟେଲ୍ ଭରିକି କ୍ରେଡ଼ିଟ୍ କାର୍ଡ଼ ଯଦି କରିଦେଉଛନ୍ତି ତ ଆପଣଙ୍କୁ ମିଳିଯାଉଛି 2400 ଟଙ୍କା ଏମିତି ବହୁତ ସାରା କ୍ରେଡ଼ିଟ୍ କାର୍ଡ଼ ଅଛି HDFC କ୍ରେଡ଼ିଟ୍ କାର୍ଡ଼ କଲେ 2400 ଟଙ୍କା ଅପ୍ ଟୁ ମାନେ ଆପଣ 2000 ଟଙ୍କା ପ୍ଲସ୍ ମିଳିଯିବ କମ୍ ସେ କମ୍ ଠିକ୍ ଅଛି ଏ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ କ୍ରେଡ଼ିଟ୍ କାର୍ଡ଼ ଆପଣ ଦେଖିପାରୁଥିବେ 2400 ଟଙ୍କା ଆଉ ଆପଣ ଦେଖିପାରୁଥିବେ ଆକ୍ସିସ୍ ବ୍ୟାଙ୍କ 2040 ଟଙ୍କା ଠିକ୍ ଅଛି ତ ଫାଷ୍ଟ ଏଇଟା ହେଲା କ୍ରେଡ଼ିଟ୍ କାର୍ଡ଼ ତାପରେ ହେଲା ସେଭିଂ ବ୍ୟାଙ୍କ ଆକାଉଣ୍ଟ ଠିକ୍ ଅଛି ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ହେଇଗଲା ଆପଣ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ହେଇ 2228 ଟଙ୍କା ଇନକମ୍ କରିପାରିବେ ଏଠି କିଛି ବି ଅସୁବିଧା ହେବନି କି ଆପଣମାନେ କେମିତି କରିବେ ମୁଁ ଅଲରେଡ଼ି କହିଦେଇଛି ସେଲ୍ ନାଁ ଉପରେ କ୍ଲିକ୍ କରିବେ ଯେଉଁମାନେ ଚାହୁଁଛନ୍ତି ଆକାଉଣ୍ଟ ଖୋଲିବା ପାଇଁ ତାଙ୍କର ହ୍ୱାଟ୍ସଆପ୍ ନମ୍ବର ଦେଇକି
ह्वाट्सअप क्लिक कर लिंक उपर क्लिक कर से लिंक उपर आप आकाउंट ओपन करदे तो आपको पैसा इनस्टाटली मिल जाए। मुझे बतईदेली पैसाटा केमी आकाउंट ट्रांसफर करें प्रथम कहीदेली आप जो बैंक अकाउंट देते से बैंक अकाउंट को पैसा आसीज इनस्टाटली। ओके मुझे लाइव आपको भिड पथर देखी देती। ओके आउ कथा कि किसी चार्ज लगे ओके वर्ष को आपको जदि भी कम कर वर्ष सारा आप फ्री रे ठीक अच्छे प्रति वर्ष आपको 300 टका ये तुमको टंकाटा भी देवाक पड़े आप चाहिए कंटिन्यू वर्क करेंगे ना वर्ष वर्क कर छाड़देवे पार्ट टाइम हिसाब से कम करूँ ये किसी भी असुविधा होना आपको टंकाटा भी देवाक पड़े विथआउट इन्वेस्टमेंट एप्लिकेशन आप चाहिए वर्षे कम कर छाड़देवे टंकाटा भी देवाक पड़ोनी कारण वर्षे पर आपको 300 टका ये बाध्य नुह देवाक पड़े जब आप देख मो अलरेडी 400 टका था से 299 टका मिलदेले वर्षे मोर चार्ज मुझे कंपनी पाखापाखि ये पाखापाखि मु 2 वर्ष है कम करें मुझे पाखापाखि 50,000 टका प्लस इनकम करदे। यहाँ मोर नुआ आईडी वर्षे आईडी हम यहाँ ठीक अच्छे आपको गोटे यूट्यूब वीडियो मुझे आपको बनई। ओके फास्ट कथा कि आप सेविंग अकाउंट आप कोटक बैंक महिंद्रा अकाउंट अच्छी इंडस बैंक अच्छी एक्सिस बैंक अच्छी डीबीएस बैंक अच्छी आप चाहिए आप रिलेटिव हो आप पेरेन्ट्स मानक खोली पारे ए किसी असुविधा नहीं। जीरो आप जानते हैं जीरो सेविंग अकाउंट किसी भी असुविधा हेनी आप चाहिए गोटे ना 10 अकाउंट खोली पारे से किसी असुविधा हेनी आप बैंक अकाउंट खोलिकी आराम से देख को अकाउंट 500 टका दूसरे को अकाउंट 200 टका हो आराम से ये जदि आप 10 जन भी धरी दौरान जन भी यदि 5,000 इनकम करदे आप 10 जन आराम से 50,000 इनकम करेंगे। तो आप टेंशन किसी भी दरकार नहीं आप आराम से आस्ते आस्ते काम कले आपंकर खर्च मोबाइल रिचार्ज हो आप पर्सनाली जदि आप स्टूडेंट होते हाउस वाइफ होते गवर्नमेंट एम्प्लॉय होते कि प्राइवेट एम्प्लॉय किसी भी असुविधा नहीं आप आराम से पार्ट टाइम हिसाब से जॉब करेंगे किसी भी असुविधा हम ना। ओके सेमती डिमाट अकाउंट हो गला। ओके आप फास्ट करके केमी ओपन करेंगे आप ये भिड़ दे दीजिए। ओके सपोज आपंकर डिमाट अकाउंट गोटे किए गोटे कराया चाहते 5 पैसा। ओके हाँ आउ गोटे कथा डिमाट अकाउंट हो सेविंग अकाउंट हो ये ओपन करें कौन फायदा आप सांग हो आप रिलेटिव जहाँ भी ओपन कराया चाहते आप डिमाट अकाउंट पैसा इनभेस्ट पे इनकम कर सेविंग अकाउंट जो मैंने पैसा सेविंग कराया चाहते से सेविंग करेंगे। जदि आप जापार बैंक अकाउंट केमी ओपन हम तो आपने भिड अच्छे सपोज पिले चाहते कोटक महिंद्रा बैंक अकाउंट ओपन करने तो क्लिक करेंगे क्लिक कर सारापर आप देखईदेव कि ये देखईदेव भिड केमी ओपन करेंगे ठीक अच्छे आप देखिए शेयर कंटेंट उपर क्लिक करेंगे कस्टमर के देखईदेव टोटाल के इनकम अच्छे ठीक अच्छे ये आप क्लिक करेंगे आप देखिए ट्रेडिंग भिड उपर क्लिक करेंगे आपने भिड देखिए केमी अकाउंट ओपन होती आप जहाँ भी डिटेल्स मांगे ता भी डिटेल देदेवे किसी असुविधा हम नहीं। टर्म्स एंड कंडीशन पढ़े केमी कौन कले केते टका मिल टोटाल ये डिटेल्स टोटाल लिखी दीजिए आ बेसी किसी कहूनी आपड़ एमती मसे को कम से कम आप 10,000-15,000 आराम से इजिली इनकम करेंगे किसी भी असुविधा हम ना। जब किसी असुविधा होती निहत भाव आपने लिंक जॉइन मत मेसेज करेंगे। बास आज ये वीडियो जब किसी डाउट अच्छी निहत मेसेज करेंगे। तो रोचे देखा नेक्स्ट वीडियो जय जगन्नाथ।